नमस्कार सांगमाने जय श्री जगन्नाथ। आज आसतु जानिबा एही सब कथा को निहाती भाबरे जानि रखंतु। जीवन काहापाई सहज नुहे किंतु आपन को एठी प्रति मुहूर्त रे एवं प्रत्येक थर परीक्षा देबाक पड़िबो नचेत आपण समस्त पछरे एकुटिया रही जिवे। केते भी धरी रखिबा को चेष्टा करंतु किंतु जेमिति हेले हातरु खसी जाए ए समय साहेब निश्चिंत बदली थाए। किछि लोक निजକୁ ନେଇ ଅହଙ୍କାର କରନ୍ତି, ନିଜକୁ ବଡ଼ ଭାବନ୍ତି କିନ୍ତୁ ସେମାନେ ହୁଏତ ଜାଣିନାହାନ୍ତି ଫୁଲର ସୌରଭ ଆଉ ମଣିଷର ଗର୍ବ ବେଶୀ ଦିନ ରହେ ନାହିଁ। ଯାହାର ଭଗବାନଙ୍କ ଉପରେ ଭରସା ଓ ନିଜ ଉପରେ ବିଶ୍ୱାସ ଅଛି ତାକୁ ସଂସାରର କୌଣସି ବି ସ୍ଥିତି ବିଚଳିତ କରିପାରିବ ନାହିଁ। ଯେଉଁଠି ଲାଗିବ ଆପଣଙ୍କ ପାଇଁ ଅନ୍ୟମାନଙ୍କୁ କଷ୍ଟ ହେଉଛି ସେଠାରୁ ହଟିଯିବା ହିଁ ବହୁତ ଭଲ ହୋଇଥାଏ। ବାରମ୍ବାର ଅସଫଳ ହେଲେ ଭାଙ୍ଗି ପଡ଼ିବା ଉଚିତ ନୁହେଁ। ବେଳେବେଳେ ପେନ୍ଥର ଶେଷ ଚାବିରେ ମଧ୍ୟ ତାଲା ଖୋଲିଥାଏ। ସେଥିଲାଗି ଧୈର୍ଯ୍ୟ ରଖନ୍ତୁ, ଶୁଣିବାର ଅଭ୍ୟାସ କରନ୍ତୁ, କାରଣ ଦେଖେଇ କହିବା ଲୋକ ଏଠି ବହୁତ ଅଛନ୍ତି। ହସିବା ଅଭ୍ୟାସ କରନ୍ତୁ, କାରଣ କନ୍ଦାଇବାକୁ ପ୍ରଯତ୍ନ କରିବା ଲୋକ ଏଠି କମ୍ ନାହାନ୍ତି। ଉପରକୁ ଉଠିବାକୁ ଆଦତରେ ପକାନ୍ତୁ, ଅଭ୍ୟାସରେ ପକାନ୍ତୁ, କାରଣ ଗୋଡ଼ ଟାଣିବାକୁ ଲୋକ ଏଠି ଚାହିଁ ବସିଛନ୍ତି। ପ୍ରୋତ୍ସାହିତ କରିବାକୁ ଅଭ୍ୟାସ କରନ୍ତୁ, କାହିଁକି ନା ହତୋତ୍ସାହିତ କରିବାକୁ ଲୋକଙ୍କ ଏଠି ଅଭାବ ନାହିଁ। ଜୀବନର ସବୁଠୁ କଠିନ ସମସ୍ୟା ହେଉଛି ନିଜକୁ ଚିହ୍ନି ପାରିବା। ସେତିକି କରନ୍ତୁ ଆଉ ଆଗେଇ ଚାଲନ୍ତୁ। ସମୟ ଯେବେ ଓଲଟି ଥାଏ ନା ସବୁ କିଛି ଓଲଟାପାଲଟା କରିଦିଏ। ତେଣୁ ଭଲ ଦିନରେ ଅହଙ୍କାର କରନ୍ତୁ ନାହିଁ ଆଉ ଖରାପ ଦିନରେ ଟିକେ ଧୈର୍ଯ୍ୟ ରଖନ୍ତୁ। ଯେଉଁଠି ଯାହାର ଦାନା ରହେ ସମୟ ତାକୁ ସେଇଠି ଡାକେ। କେହି କାହାର ଦିଆ ହୋଇଥିବା ଜିନିଷକୁ ଖାଏ ନାହିଁ। ପ୍ରତ୍ୟେକ ବ୍ୟକ୍ତି ନିଜ ଭାଗ୍ୟରେ ଥିବା ଖାଦ୍ୟକୁ ଖାଇଥାଏ। ଖୁସି ରହିବାକୁ ହେଲେ ଯେଉଁଟା ଆତ୍ମା କହୁଛି ସେଇଟା କରନ୍ତୁ। ଦୁନିଆର କଥାକୁ କେବେ ଭୟ କରନ୍ତୁ ନାହିଁ, କାରଣ ଦୁନିଆ ସବୁବେଳେ କହିଥାଏ କେବେ କିଛି ଦେଇନଥାଏ। ଆପଣ କେତେ ବା ବଳବାନ ହୁଅନ୍ତୁ ନା କାହିଁକି, ଦିନେ ନା ଦିନେ ସମୟ ଆଗରେ ହାରିବାକୁ ନିଶ୍ଚୟ ପଡ଼ିଥାଏ। ଆପଣଙ୍କ ପାଖରେ ଯେତେ ବା ସମ୍ପତ୍ତି ଥାଉ ନା କାହିଁକି, ସମୟ ଯଦି ସାଥ ନ ଦିଏ ତେବେ ଦରିଦ୍ରତା ଛୁଇଁବାକୁ ସମୟ ବି ଲାଗେନି, ଗୋଟେ ସେକେଣ୍ଡ ବି ଲାଗିନଥାଏ। ସବୁବେଳେ ଦୁଇ ପ୍ରକାର ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ବିଜି ଏବଂ ଇଗୋ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ଏକରେ ଯେଉଁମାନେ ବିଜି ରୁହନ୍ତି ସେମାନେ ତାଙ୍କ ନିଜ ହିସାବରେ ଆପଣଙ୍କ ସହିତ କଥା ହେବେ ଏବଂ ଯେଉଁମାନେ ଇଗୋ ବାଲା ଲୋକ ସେମାନେ ନିଜ ସ୍ୱାର୍ଥ ପାଇଁ ଆପଣଙ୍କ ସହିତ କଥା ହେବେ। ଏଭଳି ଲୋକଙ୍କଠୁ ଦୂରେଇ ରୁହନ୍ତୁ। ଜୀବନରେ କେବେ ତିନୋଟି ଜିନିଷ ଭାଗନ୍ତୁ ନାହିଁ, କାହାର ବିଶ୍ୱାସ, ଭରସା ଆଉ ହୃଦୟ। ସବୁଠୁ ବଡ଼ ଆଘାତ କିଛି ଲୋକ ସେମାନଙ୍କ ଶବ୍ଦ ଦ୍ୱାରା ଆମକୁ ଆଘାତ କରନ୍ତି, କେହି ସେମାନଙ୍କ କାର୍ଯ୍ୟ ଦ୍ୱାରା ଏବଂ କିଛି ନୀରବତା ଦ୍ୱାରା। କିନ୍ତୁ ସବୁଠାରୁ ବଡ଼ ଆଘାତ ହେଉଛି ଯେତେବେଳେ ଆମେ କାହାକୁ ଗୁରୁତ୍ୱ ଦେଇଥାଉ ଏବଂ ସେମାନେ ଆମକୁ ଅଣଦେଖା କରନ୍ତି, ସେଇଟା ବେଶୀ କଷ୍ଟ ଦେଇଥାଏ। ଯୁକ୍ତିଠାରୁ ନୀରବତା ଭଲ, ପ୍ରତିଶୋଧ ନେବାଠାରୁ ରାସ୍ତା ବଦଳାଇ ଦେବା ଭଲ, ଆଉ ସ୍ୱାର୍ଥବାଦୀ ମଣିଷ ସହିତ ଚାଲିବା ଅପେକ୍ଷା ଏକା ଚାଲିବା ଅନେକ ଗୁଣରେ ଭଲ ହୋଇଥାଏ। ଜୀବନରେ ସବୁଠାରୁ ଅଧିକ ଦୁଃଖ ନିଜ ଲୋକଙ୍କ ଠାରୁ ହିଁ ମିଳିଥାଏ। ନା ସେ ଦୁଃଖ କାହାକୁ କହି ହୁଏ ନା ସହି ହୁଏ, କେବଳ ଚୁପଚାପ ଆଖିରୁ ଲୁହ ଝରୁଥାଏ। ପତ୍ର ଝଡ଼ିବା ଆଗରୁ ଯେମିତି ପତ୍ର ରଙ୍ଗ ବଦଳିଯାଏ, ଠିକ୍ ସେମିତି ମଣିଷ ବଦଳିବା ଆଗରୁ ତାର କଥାବାର୍ତ୍ତା ଓ ବ୍ୟବହାର ଏ ଦୁଇଟି ଯାକ ବଦଳି ଯାଇଥାଏ। ଜୀବନ ଏବଂ ସମୟ ସର୍ବୋତ୍ତମ ଶିକ୍ଷକ। ଜୀବନ ଆମକୁ ସମୟର ବ୍ୟବହାର ଶିଖାଏ ଏବଂ ସମୟ ଆମକୁ ଜୀବନର ମୂଲ୍ୟ ଶିଖାଏ। ସୁଖୀ ରହିବାର ମୂଳ ମନ୍ତ୍ର, ଏକରେ ମନ ମିଶୁଛି ଯେଉଁଠି ସମ୍ପର୍କ ରଖନ୍ତୁ ସେଇଠି। ଦୁଇରେ ଯେଉଁଠି ଇଜ୍ଜତ ନାହିଁ ସେଠାକୁ ଯିବାର ନାହିଁ। ତିନିରେ ଯିଏ ଶୁଣୁନାହିଁ ତାକୁ ବୁଝେଇବାର ନାହିଁ। ଚାରି, ଯାହା ହଜମ ହେଉନାହିଁ ତାହାକୁ ଖାଆନ୍ତୁ ନାହିଁ। ପାଞ୍ଚ, ଯେ ସତ୍ୟ କଥାରେ ବିରାଗେ ତାକୁ ମନେଇବାର ନାହିଁ। ଜୀବନରେ ଦୁଃଖ ଆସିଲେ ଡରିବାର ନାହିଁ, ସବୁକୁ ଧୈର୍ଯ୍ୟ ସହିତ ସାମ୍ନା କରିବାର ଅଛି। ଯିଏ ଉପକାର କରେ ସେ ପର ହୋଇ ମଧ୍ୟ ନିଜର ହୋଇଯାଏ ଏବଂ ଯିଏ କ୍ଷତି କରେ ସେ ନିଜର ହୋଇ ମଧ୍ୟ ପର ହୋଇଯାଇଥାଏ।
ରୋଗ ନିଜ ଶରୀରରେ ଉତ୍ପନ୍ନ ହୋଇ କ୍ଷତି ପହଞ୍ଚାଇଥାଏ ଏବଂ ଔଷଧି ଜଙ୍ଗଲରେ ଉତ୍ପାଦିତ ହୋଇଥାଏ ମଧ୍ୟ ଆମ ପାଇଁ ଲାଭଦାୟକ ହୋଇଥାଏ। କିଛି ଲୋକ ଟିକେ ଜ୍ଞାନ ପୁଳାଏ ଧନ ହୋଇଗଲେ ଅହଙ୍କାରରେ ଆକାଶରେ ଉଡ଼ିବାକୁ ବୋଲନ୍ତି। ଏମାନେ ଭୁଲି ଯାଆନ୍ତି ଯେ ଫୁରଫୁର ହୋଇ ଉଡ଼ୁଥିବା ମେଞ୍ଚାଏ ଧୂଳି ବି କେଇଟୋପା ବର୍ଷା ମାଡ଼ରେ ତଳେ ପଡ଼ି ପୁଣି ମାଟିରେ ମିଶିଯାଆନ୍ତି। ତେଣୁକରି ଏ ଧନ ଗର୍ବ ଏରା ସବୁ ଦେଖାନ୍ତୁ ନାହିଁ। ମାଟିରେ ମିଶିବା ପାଇଁ ବହୁତ ସମୟ ଲାଗେ ନାହିଁ। ଦୁନିଆର ସବୁଠୁ ବଡ଼ ରୋଗ ଲୋକ କ'ଣ କହିବେ। ଯେଉଁ ଲୋକ ବିପଦରେ ଟିକେ ସାହାଯ୍ୟ ଦୂରର କଥା ନିଜର ପରିଚୟ ବି ଲୁଚାନ୍ତି ସେମାନେ ଆପଣ ସେମାନଙ୍କୁ ଡରୁଛନ୍ତି କି ଲୋକ କ'ଣ କହିବେ। ମନୁଷ୍ୟର ପତନ ସେହି ସମୟରେ ଆରମ୍ଭ ହୋଇଯାଇଥାଏ ଯେବେ ସେ ନିଜ ଲୋକଙ୍କୁ ଖସିବା ପାଇଁ ଅନ୍ୟ ଲୋକଙ୍କ ଠାରୁ ବୋଧି ନେଇଥାଏ। ଯଦି କିଏ ଆପଣଙ୍କ ବିନା ଖୁସିରେ ଅଛି ତେବେ ତାଙ୍କୁ ଖୁସିରେ ରହିବାକୁ ଦିଅନ୍ତୁ ନା, ନଚେତ୍ ଏହାଠୁ ଅଧିକ ସମ୍ପର୍କ ଯୋଡ଼ିବାକୁ ଯାଇ ନିଜର ସମ୍ମାନ ହରାନ୍ତୁ ନାହିଁ। ମଣିଷକୁ ତା'ର ଗୁଣରୁ ଚିହ୍ନି ହୋଇଯାଇଥାଏ। ଉଚ୍ଚ ସିଂହାସନ ଉପରେ ବସିଲେ ନୁହେଁ, କାରଣ ବଡ଼ ବଡ଼ ଉଚ୍ଚ ମହଲ ଉପରେ ବସିଥିବା କାଉ କେବେ ବି ହେଲେ ଗରୁଡ଼ ପକ୍ଷୀ ହୋଇଯାଇ ନଥାଏ। କାହାକୁ କେବେ ହେଲେ ଦୁଃଖ ଦିଅନ୍ତୁ ନାହିଁ, କାହିଁକି ନା ଦେଇଥିବା ଜିନିଷ ଗୋଟେ ଦିନ 1000 ଗୁଣା ହୋଇକି ଫେରିକି ଆସିଥାଏ। ତେଣୁକରି ଯଦି ପାରୁଛନ୍ତି କିଛି ଦେବା ଦରକାର ନାହିଁ। ଯଦି ସୁଖ ନ ଦେଇପାରୁଛନ୍ତି କି ଖୁସି ନ ଦେଇପାରୁଛନ୍ତି ଦୁଃଖ ଦିଅନ୍ତୁ ନାହିଁ। ସାପଠୁ ବି ଅଧିକ ବିପଦପୂର୍ଣ୍ଣ ହୋଇଗଲାଣି ଆଜିକାଲିର ମଣିଷ। ସାପ ସୁରକ୍ଷା ପାଇଁ କାମୁଡ଼ିଥାଏ, କିନ୍ତୁ ମଣିଷ ନିଜ ସ୍ୱାର୍ଥ ପାଇଁ। ଯେଉଁ ବ୍ୟକ୍ତି ନିଦ ଏବଂ ନିନ୍ଦାକୁ ପରାସ୍ତ କରେ ତାଙ୍କୁ ଆଗକୁ ବଢ଼ିବାରୁ କେହି ବି ହେଲେ ରୋକିପାରିବେ ନାହିଁ। ଯେଉଁ ବ୍ୟକ୍ତି ନିନ୍ଦା ଏବଂ ନିଦକୁ ହରାଇ ପାରିଛି ସେ ନିଶ୍ଚୟ ଦିନେ ଦିନେ ଆଗକୁ ବଢ଼ିବ। ଦୁନିଆର ସବୁଠାରୁ ଖରାପ ନିଶା ହେଉଛି ମଣିଷର ନିଶା। ଏଥିରୁ ଦୂରେଇ ରୁହନ୍ତୁ, ନଚେତ୍ ଆପଣ ଆପଣଙ୍କର ଭବିଷ୍ୟତ ନଷ୍ଟ କରିବା ବ୍ୟତୀତ ଆଉ କିଛି ପାଇବେ ନାହିଁ। ମୁଁ ଜାଣେ ନାହିଁ କାହିଁକି ଲୋକମାନେ ମୃତ୍ୟୁକୁ ଭୟ କରନ୍ତି। ଏହା ହିଁ ଏକମାତ୍ର ଜିନିଷ ଯାହା ଜୀବନକୁ ଜଟିଳତାରୁ ମୁକ୍ତି ଦିଏ। ଆଉ ମୃତ୍ୟୁ ହେଉଛି ବାସ୍ତବିକ ସତ୍ୟ କଥା। ତେଣୁକରି ତାକୁ ଡରିବାର କିଛି ହିଁ ମୂଲ୍ୟ ନାହିଁ। ଗୋଡ଼ ଟାଣିବା ଅପେକ୍ଷା ହାତ ଟାଣିବା ଭଲ। କିଏ ଜାଣେ କେହି ଉପରକୁ ଉଠି ଯାଇପାରେ। କେବଳ ଭଲ ହୃଦୟ ଥିବା ବ୍ୟକ୍ତି ହିଁ ସମସ୍ତଙ୍କୁ ସାହାଯ୍ୟ କରେ। ଲୋଭୀ ବ୍ୟକ୍ତି ତା'ର ପିତାମାତାଙ୍କୁ ମଧ୍ୟ ସେ ଭୁଲିଯାଏ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ସାଙ୍ଗମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍ କମେଣ୍ଟ ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ରହୁଛି ସାଙ୍ଗମାନେ, ଜୟ ଶ୍ରୀ ଜଗନ୍ନାଥ।